ସକାଳୁ ସକାଳୁ ବର୍ଷା ଭିଜା ପାଗରେ ଚା ଟିକେ ପିଇବା ପାଇଁ ମନ ହେଲା। ଘରଣୀକୁ ଯାଇକି ପଚାରିଲି, ମୁଁ ଚା ଟିକେ କରିଦେବ? ସିଏ କହିଲେ ନାଇଁ, ମୋ ପାଖରେ ଟାଇମ୍ ନେଇ, ମୁଁ ଠାକୁର ପୂଜା କରୁଛି, ତୁମେ ଯାଇ ନିଜେ କରିନିଅ। ତାପରେ କ'ଣ କରିବା, ସେଇଠୁ ମୁଁ ଚାଲିଲି କିଚେନ୍ ଭିତରକୁ। ସସ୍ପେନ୍ଟି ବାହାର କରୁଥିଲି ଚା ବନେଇବା ପାଇଁ। ମା' ଆସି ଡାକ ଦେଲେ, କହିଲେ ଚା କରିବୁ? ମୁଁ କହିଲି ହଁ। ନା ରହ, କାଲିର କ୍ଷୀର ଥିଲା ଫ୍ରିଜରେ, ମୁଁ ନେଇ ଆସୁଛି। ମୁଁ କହିଲି ହଉ, ତୁମେ ତାହେଲେ ନେଇକିନା ଆସ। ସିଏ କ'ଣ କଲେ, କ୍ଷୀରଟିକୁ ଆଣି ତାକୁ ଛାଣିବା ପାଇଁ ଲାଗିଲେ। ମୁଁ କହିଲି ଏ ତ ଅଳ୍ପ କ୍ଷୀର ଅଛି, ଏଥିରେ ତ ସମସ୍ତଙ୍କ ପାଇଁ ହେବ ନାହିଁ। ସେ କହିଲେ ଯାହା ଅଛି ସେତିକିରେ ପାଣି ଟିକେ ଅଧିକ ଦେଇ ଚା ବନେଇଦେ। ମୁଁ କହିଲି ହେଇପାରିବନି। ତେଣୁ ମୁଁ କ'ଣ କରିଥିଲି, ସକାଳ ଘର ପାଖ ଦୋକାନରୁ ଅମୁଲ ପ୍ୟାକେଟ୍ଟେ ନେଇ ଆସିଥିଲି। ମୁଁ କହିଲି କି ତୁମେ ଯେତିକି କ୍ଷୀର ଅଛି ସେତିକି ତୁମେ ଛାଣିଦିଅ, ବାକି ଆଉ ଅମୁଲ ସେଥିରେ ମିଶାଇ ଚା କରିଦେବା, ଦେଲେ ସମସ୍ତଙ୍କ ପାଇଁ ହେଇଯିବ। ମା' ତାଙ୍କର କ'ଣ କଲେ ନା, କ୍ଷୀର ଯେତିକି ଥିଲା ତାକୁ ସସ୍ପେନ୍କୁ ଛାଣିଦେଲେ। ମୁଁ ମୋର ଅମୁଲ ଗରମ କରିବା ପାଇଁ ଲାଗି ପଡ଼ିଲି। ବାସ୍, ତାପରେ ଆଉ କ'ଣ ଅଛି, କ୍ଷୀର ଆଉ ଅମୁଲ ଦୁଇଟା ଯାକ ମିଶି ଚା କରିବା ପାଇଁ ଲାଗି ପଡ଼ିଲି। ଆପଣମାନେ କମେଣ୍ଟ କରି କୁହନ୍ତୁ, ଆଜି ସକାଳେ କିଏ କିଏ ନିଜେ ଚା କରି ପିଇଛନ୍ତି।